ମୁଁ ଆଜି ଆପଣମାନଙ୍କ ପାଇଁ ଚିଙ୍ଗୁଡ଼ି ଆଳୁ ରସାର ରେସିପି ନେଇକି ଆସିଛି। ଆପଣମାନେ ଅନେକ ଥର ଚିଙ୍ଗୁଡ଼ି ତରକାରୀ ଘରେ ତିଆରି କରିଥିବେ, କିନ୍ତୁ ଗୋଟେ ଥର ମୋ ଷ୍ଟାଇଲରେ କରିକି ଦେଖନ୍ତୁ। ଆପଣଙ୍କୁ ଏହା ବହୁତ ପସନ୍ଦ ଆସିବ। ଖାଇବା ପାଇଁ ଏହା ଟେଷ୍ଟି ବହୁତ ହିଁ ଲାଗେ, ଆଉ ବନେଇବା ପାଇଁ ମଧ୍ୟ ବହୁତ ହିଁ ଇଜି ଥାଏ। ତ ଆପଣମାନେ ଏହି ରେସିପିକୁ ନିଶ୍ଚୟ ଗୋଟେ ଥର ଟ୍ରାଏ କରନ୍ତୁ। ଏହା ଭାତ ସହିତ ହେଉ କିମ୍ବା ରୁଟି ସହିତ ସବୁ ସହିତ ଆର ଟେଷ୍ଟ ବହୁତ ହିଁ ବଢ଼ିଆ ଲାଗିବ। ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲ ବେକ୍ ଆଣ୍ଡ କୁକ୍ ବାଇ ସିନୁକୁ ଅନେକ ଅନେକ ସ୍ୱାଗତ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ଦୟାକରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ ବଟନଟିକୁ ପ୍ରେସ୍ କରନ୍ତୁ। ତାହେଲେ ଆଗକୁ ଆପଣଙ୍କୁ ମୋର ନ୍ୟୁ ଭିଡ଼ିଓର ନୋଟିଫିକେସନ୍ ମିଳିଯିବ। ତାହେଲେ ଚାଲନ୍ତୁ ଏହି ରେସିପିଟିକୁ ବନେଇବା ଷ୍ଟାର୍ଟ କରିବା। ମୁଁ ଏଠି ଗୋଟେ କଡ଼େଇ ନେଇଛି ଏବଂ ସେଥିରେ ରିଫାଇଣ୍ଡ ଅଏଲ୍ ପାଖାପାଖି 2 ଟେବୁଲ୍ ସ୍ପୁନ୍ ଦେଇଦେଇଛି। ତାପରେ ମୁଁ ଏଠି କିଛି ଆଳୁ କାଟିକି ଦେଇଦେଇଛି ଏବଂ ଏଥିରେ ଅଳ୍ପ କିଛି ଆମେ ଲୁଣ ଦେଇଦେବା ଏବଂ ହାଲକା ଅଳ୍ପ ଟିକେ ହଳଦୀ ମଧ୍ୟ ଦେଇଦେବା ଏବଂ ଏହାକୁ ଭଲ ଭାବରେ ଭାଜିକି ନେଇନେବା ଯେପର୍ଯ୍ୟନ୍ତ ଏଟା ଟିକେ ଗୋଲ୍ଡେନ୍ ବ୍ରାଉନ୍ ନ ହୋଇଯାଇଛି। ଦେଖନ୍ତୁ ଆଳୁଟା ଟୋଟାଲ୍ ଅପସନାଲ୍, ଆପଣ ଚାହିଁଲେ ଏଟାକୁ ପକାଇ ପାରିବେ ବା ସ୍କିପ୍ ମଧ୍ୟ କରିପାରିବେ। ତ ଦେଖନ୍ତୁ ଆଳୁକୁ ମୁଁ এইଭଳିଆ ଭାବେ ଭାଜିକି ନେଇଛି। ବର୍ତ୍ତମାନ ଏଠି ଏହାର କଲର୍ଟି ହାଲକା ଗୋଲ୍ଡେନ୍ ବ୍ରାଉନ୍ ହୋଇଯାଇଛି। ବର୍ତ୍ତମାନ ଆମେ ଏହାକୁ କାଢ଼ି ନେବା ଏବଂ ସେଇ ସେମ୍ କଡ଼େଇରେ ଆମେ କ'ଣ କରିବା ନା ଏଠି ଚିଙ୍ଗୁଡ଼ି ଦେବା। ତ ମୁଁ ଏଠି ପାଖାପାଖି ଅଧା କିଲୋ ଖଣ୍ଡେ ଚିଙ୍ଗୁଡ଼ିକୁ এইଭଳିଆ ଭାବେ କାଟିକିରି ଭଲ ଭାବେ ବାଛିକି ଧୋଇକିରି ନେଇଛି ଏବଂ ତାହାକୁ ଆମେ এই କଡ଼େଇରେ ବର୍ତ୍ତମାନ ଦେଇଦେବା। ଆଉ ଦେଲା ପରେ ଏଥିରେ ଲୁଣ ଏବଂ ହଳଦୀ ମଧ୍ୟ ଆଡ଼୍ କରିବା। ତ ବର୍ତ୍ତମାନ ଦେଖନ୍ତୁ ମୁଁ ଯେତିକି ଚିଙ୍ଗୁଡ଼ି ସେଇ ଅନୁସାରେ ଲୁଣ ମଧ୍ୟ ଏଠି ଦେଇଦେଇଛି ଆଉ ହଳଦୀ ପାଖାପାଖି ଗୋଟେ ଛୋଟ ଟିସ୍ପୁନ୍ ହଳଦୀ ମଧ୍ୟ ମୁଁ ଆଡ଼୍ କରିଦେଇଛି। ତ ଦେଲା ପରେ କ'ଣ କରିବା ନା ଆମେ ଏହାକୁ ଭଲ ଭାବରେ ଭାଜିକି ନେଇନେବା। ଆପଣ ଏଠି ଗ୍ୟାସ୍ର ଫ୍ଲେମ୍ଟାକୁ ସ୍ଲୋରୁ ମିଡ଼ିୟମ୍ ଭିତରେ ରଖିକି ଚିଙ୍ଗୁଡ଼ିଟିକୁ ଭାଜି ନିଅନ୍ତୁ ଯେପର୍ଯ୍ୟନ୍ତ ଏଇଟା ବଢ଼ିଆ ଭାବେ ଏକଦମ ଗୋଲ୍ଡେନ୍ ବ୍ରାଉନ୍ ନ ହୋଇଯାଇଛି ସେ ପର୍ଯ୍ୟନ୍ତ ଆମେ ଏହାକୁ ଭଲ ଭାବରେ ଭାଜି ନେବା। ତ ଏଠି ଦେଖନ୍ତୁ ମୁଁ ବଡ଼ ସାଇଜ୍ର ଚିଙ୍ଗୁଡ଼ି ବ୍ୟବହାର କରିଛି ଏବଂ ତା ଦେହରେ এইଭଳିଆ ଭାବେ ଚୋପା ମଧ୍ୟ ଲଗେଇକି ରଖିଛି। ତା ଦ୍ୱାରା ଆମେ ଯେତେବେଳେ ତରକାରୀ କରିବା ଏଠି ବହୁତ ସୁନ୍ଦର ଦେଖାଯିବ ଆଉ ଖାଇବା ପାଇଁ ମଧ୍ୟ ବହୁତ ହି ଟେଷ୍ଟି ଲାଗିବ। ତାପରେ ଦେଖନ୍ତୁ এইଭଳିଆ ଭାବେ ଆମର ଚିଙ୍ଗୁଡ଼ିଟି ଭାଜି ହେଇଗଲାଣି। ତ ମୁଁ ୟାକୁ ଗୋଟେ ପ୍ଲେଟ୍କୁ ମଧ୍ୟ এইଭଳିଆ ଭାବେ କାଢ଼ି ନେଇଛି। ତ କାଢ଼ି ନେଲା ପରେ ଆମେ କ'ଣ କରିବା ନା ସେଇ ସେମ୍ କଡ଼େଇରେ ଆଉ କିଛି ତେଲ ଦେବା। ପାଖାପାଖି 2 ଟେବୁଲ୍ ସ୍ପୁନ୍ ମୁଁ ଏଠି ସୋରିଷ ତେଲ ଦେଇଦେଇଛି ଏବଂ ହାଲକା ଟିକେ ଚିନି ଆଡ଼୍ କରିଛି, ହାଫ୍ ଟି ସ୍ପୁନ୍ ପାଖାପାଖି। ଆଉ ଚିନିଟି ଯେତେବେଳେ ଆମର ଗୋଲ୍ଡେନ୍ ବ୍ରାଉନ୍ ବା କ୍ୟାରାମେଲାଇଜ୍ ହେଇଯିବ ସେତେବେଳେ ଆମେ କ'ଣ କରିବା ନା ଏଠି ପିଆଜ ଦେବା ଆଉ ମୁଁ ଗୋଟେ ଛୋଟ ତେଜପତ୍ର ମଧ୍ୟ ଦେଇଦେଇଛି। ତ ପିଆଜ ପାଖାପାଖି ମୁଁ 2ଟି ବଡ଼ ସାଇଜ୍ର ପିଆଜକୁ এইଭଳିଆ ଭାବେ ଛୋଟ ଛୋଟ କାଟିକି ନେଇଥିଲି। ତ ସେଇଠି ବର୍ତ୍ତମାନ ଆମେ ଏଠି ଦେଇଦେବା ଆଉ ଦେଲା ପରେ ଏହାକୁ ଭଲ ଭାବରେ ଭାଜିକି ନେଇନେବା ଯେପର୍ଯ୍ୟନ୍ତ ଏହାର କଲର୍ ଚେଞ୍ଜ ନ ହୋଇଯାଇଛି ବା ହାଲକା ଗୋଲ୍ଡେନ୍ ବ୍ରାଉନ୍ କଲର୍ ନ ଆସିଯାଇଛି ସେ ପର୍ଯ୍ୟନ୍ତ ଆମେ ପିଆଜଟିକୁ ଭାଜିକିରି ନେଇନେବା। ବର୍ତ୍ତମାନ ଦେଖନ୍ତୁ ଏଠି ମୋର ପିଆଜ ଭଜାଟି ହେଇଯାଇଛି। ମୁଁ ଏଠି ଅଦା ଏବଂ ରସୁଣର ପେଷ୍ଟ ଏଠି ମୁଁ ଆଡ଼୍ କରିଦେଇଛି ପାଖାପାଖି 2 ଟିସ୍ପୁନ୍। ତ ପେଷ୍ଟ ଦେଲା ପରେ ଆମେ କ'ଣ କରିବା ନା ଏକୁ ମଧ୍ୟ ଭଲ ଭାବରେ ମିକ୍ସ କରିକି ନେଇନେବା ବା କଷେଇକିରି ନେଇନେବା। ତାପରେ ଆମେ ଏଠି ଗୁଣ୍ଡ ମସଲା ମଧ୍ୟ ଆଡ଼୍ କରିବା। ତ ଦେଖନ୍ତୁ ମୁଁ ଗୋଟେ ଛୋଟ ଚାମଚ ଏଠି କାଶ୍ମୀର ରେଡ୍ ଚିଲି ପାଉଡ଼ର ଆଡ଼୍ କରିଦେଇଛି। ତାପରେ ମୁଁ ଏଠି ଅଧା ଟିସ୍ପୁନ୍ ଆମର ମାନେ ରାଗବାଲା ଲଙ୍କାଗୁଣ୍ଡ ମଧ୍ୟ ଆଡ଼୍ କରିଦେଇଛି। ତାପରେ ହାଫ୍ ଟିସ୍ପୁନ୍ ଏଠି ଆମେ ଧନିଆ ଗୁଣ୍ଡ, ହାଫ୍ ଟିସ୍ପୁନ୍ ଜିରା ଗୁଣ୍ଡ ମଧ୍ୟ ଦେଇଦେବା। ଆଉ ଆମେ ଯେତିକି ହଳଦୀ ଦରକାର ବା ମୁଁ ଏଠି ପାଖାପାଖି 1/4 ଟିସ୍ପୁନ୍ ହଳଦୀ ମଧ୍ୟ ଆଡ଼୍ କରିଦେଇଛି। ତ ସେତିକି ଦେଲା ପରେ ଆମେ କ'ଣ କରିବା ନା ଏଠି ଲୁଣ ଆଡ଼୍ କରିବା। ତ ଆମର ମସଲା କଷିବା ପାଇଁ ଯେତିକି ଲୁଣ ଦରକାର ଆମେ ଆଡ଼୍ କରିନେବା। ତ ଆଡ଼୍ କରି ନେଲା ପରେ ଆମେ କ'ଣ କରିବା ନା ଏହାକୁ ଭଲ ଭାବରେ ମିକ୍ସ କରିକି ନେଇନେବା। ତ ବର୍ତ୍ତମାନ ଦେଖନ୍ତୁ ଆମର ଏଇଟିକି ଆମେ ମିକ୍ସ କରିକି ନେଇଯାଇଛେ। ତ ଏହାକୁ ଭଲ ଭାବରେ ଟିକେ କଷେଇକି ନେବା ଯେପର୍ଯ୍ୟନ୍ତ ତେଲ ଆଦେହରୁ ଛାଡ଼ିବା ଷ୍ଟାର୍ଟ ନ ହୋଇଯାଇଛି। ତ ବର୍ତ୍ତମାନ ଦେଖନ୍ତୁ ମସଲାଟି ଆମର ଧୀରେ ଧୀରେ ଏବେ କଷେଇ ଆସିଲାଣି। ତ ଆମେ ଏଠି କ'ଣ କରିବା ନା ଟମାଟୋ ପ୍ୟୁରି ଆଡ଼୍ କରିବା। ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ର ଟମାଟୋକୁ ଛୋଟ ଛୋଟ କରି କାଟିକି ଆର ପ୍ୟୁରି ବନେଇକି ନେଇଥିଲି ଏବଂ ଏହାକୁ ଏଠି ଦେଇଦେଇଛି। ଆଉ ଦେଲା ପରେ ଆମେ କ'ଣ କରିବା ନା ଆକୁ ମଧ୍ୟ ଭଲ ଭାବରେ ମିକ୍ସ କରିକି ନେବା। ତ ଆମେ କ'ଣ କରିବା ନା ଟମାଟୋଟିକୁ ମସଲା ଦେହରେ ସିଝିବା ପାଇଁ ଛାଡ଼ିବା। ତ ବର୍ତ୍ତମାନ ଦେଖନ୍ତୁ ଆମେ କ'ଣ କରିବା ନା ଆକୁ এইଭଳିଆ ଭାବେ ଟିକେ ସମୟ ପାଇଁ ଘୋଡ଼େଇକି ଛାଡ଼ିଦେବା। ମୁଁ ପାଖାପାଖି ଏଠି 2ରୁ 3 ମିନିଟ୍ ପାଇଁ ଘୋଡ଼େଇକି ଛାଡ଼ି ଦେଇଥିଲି। ତ ବର୍ତ୍ତମାନ ଦେଖନ୍ତୁ ଧୀରେ ଧୀରେ ଆମର ମସଲାଟି ଏବେ ହେଇ ଆସିଲାଣି। ତ ମାନେ ତେଲ ଛାଡ଼ିବା ଷ୍ଟାର୍ଟ ହେଲାଣି। ତ ଆମେ ଆଉ ଟିକେ ସମୟ କଷିବା। ପାଖାପାଖି 2ରୁ 3 ମିନିଟ୍ ମୁଁ ଆଉ ଟିକେ ଆକୁ କଷେଇକି ନେଇଛି। ତ ବର୍ତ୍ତମାନ ଆମର ମସଲା କଷାଟି ହେଇଗଲାଣି। ତ ଆମେ କ'ଣ କରିବା ନା ଯେଉଁ ଚିଙ୍ଗୁଡ଼ି ଭାଜିକି ରଖିଥିଲେ ଚିଙ୍ଗୁଡ଼ିକୁ ଏଠି ଦେଇଦେବା। ଆଉ ଚିଙ୍ଗୁଡ଼ି ଦେଲା ପରେ ଆମେ କ'ଣ କରିବା ନା ଆମେ ଯେଉଁ ଆଳୁକୁ ମଧ୍ୟ ଭାଜିକି ରଖିଥିଲେ ଆଳୁ ଭଜା ମଧ୍ୟ ଏଠି ଦେଇଦେବା। ଆଉ ଦେଲା ପରେ ଏଇ ଆଳୁ ଏବଂ ଚିଙ୍ଗୁଡ଼ିକୁ ଭଲ ଭାବରେ କଷେଇକିରି ନେଇନେବା ଯେମିତି ଏଠି ମସଲାଟି ଆଦେହରେ ବହୁତ ବଢ଼ିଆ ଭାବେ ଆବଜର୍ଭ ହେଇଯିବ। ସେଇଭଳିଆ ଭାବେ ଆମେ ଆକୁ କଷେଇକିରି ନେବା।
ଆପଣ ଏଇ ଟାइम्रे गैस फ्लेमटी को मीडियम रेंज रे सेट करूँ एवं यह कंटिन्यूअसली मिक्स करके नियंतु। तो बर्तमान देखो धीरे धीरे आमर आलू एवं चिंगुड़ी गुड़िक मसला देहरे मिक्स हो आसला। तो आम या किसी समय घोड़े छाड़ा पाखापाखि 2 ରୁ 3 मिनिट पर आम लिडटी काढ़ी नबा। काढ़ी नेला परे आकु आउ गोटे थर भल भाव में भाव मिक्स करके नहीं नबा। बर्तमान देखंतु आमर ये बढ़िया भाव में कषे ही आसला। तो आम ये कौन करवा ना पानी ऐड करवा। मुझे किसी गरम पानी ऐड करी नहीं पाखापाखि माने गोटे अधा कप खंडे गरम पानी मुझे ऐड करके नहीं। तो आमको बेसी पानी ऐड करार नहीं, जस्ट हल्का पानी आपन ये ऐड करूँ। तो ऐड कला आम कौन करवा ना ये नड़िया रस दबा। तो मुझे बर्तमान गोटे नड़िया रस काढ़ी रखी पाखापाखि गोटे माने ग्लास पाखापाखि रस हम यहाँ। तो मुझे ऐड कर देछि। ऐड कला आम यहाँ भल भाव में मिक्स करके नहीं नबा। जदि आपको बेसी ग्रेवी दरकार ताला आपन चाहिए किछि पानी मध्य आउ मिसई पारिबे। तो बर्तमान मते जतिकी ग्रेवी दरकार मुझे ही ये ऐड कर देछि। तो आउ बेसी दरकार नहीं पानी। तो मु नड़िया रस ऐड कला आपको भल भाव में मिक्स करके नहीं नौची एवं यहाँ आम फुटापी दबा। आउ आम कौन करवा ना आपको आप सिम रे रखी दिंतु, रखिकी किछि समय घोड़े की छाड़ी दिंतु। तो बर्तमान देखो आमर चिंगुड़ी तरकारी होगी बर्तमान रेडी हो गलानी। तो आम कौन करवा ना पाखापाखि हाफ टी स्पून गरम मसला ऐड करवा एवं काटिकी रखि धनिया पत्र मुझे ऐड कर देछि। तो ऐड कला आम कौन करवा ना ये सबको गोटे थर भल भाव में मिक्स करके नहीं नबा। बर्तमान देखो आमर चिंगुड़ी आलू रसाटी होगी रेडी हो जाइए। आपण यहाँ भात हो कि रुटी हो ता संगे एंजॉय करें। मु आशा करुँची आपण समस्त को मोर भिडियोटी निश्चय पसंद आसथिबो। जदि आपण मानक मोर भिडियोटी पसंद आसी ताले आपण आपनकर भल पाइबा और सहयोग मते एई भला भाबे दियंतु। मु आगो को आपण मान पई आहुरी नुआ नुआ भिडियो नेकी आसी परिबी। से पर्यंत रहिली नमस्कार, धन्यवाद।